କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ ଆଜିର ଏହି ନବବର୍ଷର ପ୍ରାରବ୍ଧରେ ଶୁଭ ସନ୍ଧ୍ୟାରେ ଅଶେଷ ଭକ୍ତିପୂତ ପ୍ରଣତି। ଅନଲାଇନ ମାଧ୍ୟମରେ ମାଙ୍କ ପାଠଶାଳାରେ ଯୋଗ ଦେଇଥିବା ମୋର ସମସ୍ତ ଶ୍ରଦ୍ଧାୟୀ ଭାଇ ଭଉଣୀ ମାନଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ। ଭାଇଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଏଇ ଜନ୍ମଦିନ ତାଙ୍କ ଚେତନାର ନବ ଜନ୍ମ ହଉ, ଆଉ ଆଧ୍ୟାତ୍ମିକ ମାର୍ଗରେ ସେ ପରିଚାଳିତ ହୁଅନ୍ତୁ ଦିବ୍ୟ କୃପାର ସହିତ। ମାତୃ କୃପା ଅସରନ୍ତି ଭାବରେ ତାଙ୍କ ମସ୍ତକରେ ଧରି ପଡୁ। ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଆମେ ସାବିତ୍ରୀ ସାଧନା ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଯାହା ଆଲୋଚନା କରିଥିଲେ ସେଇଥିରୁ ଆରମ୍ଭ ହେଉଛି। ଆମେ ଅଧ୍ୟୟନ କରିଥିଲେ ବିବର୍ତ୍ତନର ଯିଏ ଦେବତା ସାବିତ୍ରୀଙ୍କୁ ତାଙ୍କ ଦିବ୍ୟ ଚେତନା ସ୍ତରରୁ ପାର୍ଥିବ ସ୍ତରକୁ ଅବନତ କରି ଆଣିଛନ୍ତି। ଦିବ୍ୟ ଚେତନା ଧରି ମା ସାବିତ୍ରୀ ଆସିଥିଲେ, ସେ ଚେତନାରୁ ତାଙ୍କୁ ଅବନତ କରି ଆଣିଛନ୍ତି ଏ ମନୁଷ୍ୟ ଜଗତର ଚେତନା ସ୍ତରକୁ। ସେଥିପାଇଁ ତାଙ୍କ ଦିବ୍ୟ ଗୁଣ ଗୁଡିକ ଉପରେ ତାଙ୍କୁ ଚାପ ପ୍ରୟୋଗ କରିବାକୁ ପଡିଛି। ସେଇ ପ୍ରକ୍ରିୟା ମାଧ୍ୟମରେ ସାବିତ୍ରୀଙ୍କୁ ସେ ପୃଥିବୀର ଦୁଃଖ ଦୁର୍ଦ୍ଦଶା ସବୁକୁ ମାନବୀୟ ଢଙ୍ଗରେ ବୁଝିବା ପାଇଁ ବାଧ୍ୟ କରିଛନ୍ତି। ମାନବ ସ୍ତରକୁ ଆସିଲେ ହିଁ ସେ ମାନବୀୟ ଦୁଃଖ ଦୁର୍ଦ୍ଦଶାକୁ ଉପଲବ୍ଧି କରିପାରିବେ। ସାବିତ୍ରୀଙ୍କୁ ବିଶ୍ୱର ସମସ୍ତ ଦୁଃଖ ଦୁର୍ଭାଗ୍ୟକୁ ଭୋଗ କରିବାକୁ ହେବ, ତାହେଲେ ଯାଇ ସେ ବିଶ୍ୱକୁ ଯନ୍ତ୍ରଣା ମୁକ୍ତ କରି ଉଦ୍ଧାର କରିପାରିବେ। ମୃତ୍ୟୁର ବନ୍ଧନରେ ବାନ୍ଧି ହୋଇଥିବା ପୃଥିବୀକୁ ମୃତ୍ୟୁ ପାଶରୁ ମୁକ୍ତ କରିବାକୁ ହେଲେ ତାଙ୍କୁ ମୃତ୍ୟୁର ସମ୍ମୁଖୀନ ହେବାକୁ ହେବ। ଯେଉଁ ଅକାଟ୍ୟ ମୃତ୍ୟୁ ପାଶରେ ପୃଥିବୀବାସୀ ବନ୍ଧା ହେଇଛନ୍ତି, ସେ ପାଶରୁ ସେମାନଙ୍କୁ ମୁକ୍ତ କରିବାକୁ ହେଲେ ତାଙ୍କୁ ହିଁ ମୃତ୍ୟୁର ସମ୍ମୁଖୀନ ହେବାକୁ ପଡିବ। ସାବିତ୍ରୀ ନିଜ ସହିତ ବହନ କରି ଆଣିଥିବା ଦିବ୍ୟ ସାମର୍ଥ୍ୟ ସବୁର ଅପଚୟ ନ କରି ତାଙ୍କ ଉଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ସେ ସମସ୍ତଙ୍କୁ କିପରି ବିନିଯୋଗ କରିପାରିବେ, ତାହା ଶିକ୍ଷା ଦେବା ହେଲା ସେଇ ବିଶ୍ୱ ବିଧାତାଙ୍କର କାର୍ଯ୍ୟ। ମା ସାବିତ୍ରୀ ତାଙ୍କ ସହିତ ଦିବ୍ୟ ଜଗତରୁ ଦିବ୍ୟ ଶକ୍ତି ସାମର୍ଥ୍ୟ ବହନ କରି ଆଣିଛନ୍ତି। ଏ ବିଶ୍ୱ ଜଗତରେ ତାର ଅପଚୟ ନ ଘଟୁ ଏବଂ ଯେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ଲକ୍ଷ୍ୟ ନେଇ ସେ ଆସିଛନ୍ତି ସେଇ ଦିଗରେ ସେ ସମସ୍ତ କିପରି ବିନିଯୋଗ ହେବ, ତାହା ଶିକ୍ଷା ଦେବା ପାଇଁ ବିଶ୍ୱ ବିଧାତା କାର୍ଯ୍ୟ କରୁଛନ୍ତି। ମଣିଷମାନେ ଭୋଗୁଥିବା ଜାଗତିକ ଯନ୍ତ୍ରଣାର ଅନୁଭୂତି ତାଙ୍କୁ ଦେବାକୁ ସେଇ ଦେବତା ପ୍ରୟାସ କରିଛନ୍ତି। ମଣିଷର ଯନ୍ତ୍ରଣା ସହିତ ତାଙ୍କୁ ପରିଚିତ କରାଉଛନ୍ତି। ସେ ଦୁଃଖକୁ ସେ ନିଜେ ଭୋଗିଲେ ଯାଇ ତାର ନିରାକରଣ କରିପାରିବେ। ତାଙ୍କୁ ସେ ଦୁଃଖ ଭୋଗିବାକୁ ପଡିବ, କାରଣ ସେ ତାକୁ ନିରାକରଣ କରିବେ। ଆମେ ପରବର୍ତ୍ତୀ ପଂକ୍ତିକୁ ଯିବା। For this he had accepted mortal breed. For this he had accepted mortal breed to wrestle with the shadow she had come, and must confront the riddle of man's birth and life's brief struggle in dumb matter's night. For this he had accepted mortal breed to wrestle with the shadow she had come, and must confront the riddle of man's birth and life's brief struggle in dumb matter's night. ଏହାର କଠିନ ଶବ୍ଦର ଅର୍ଥ ହେଉଛି ରେଫଲ୍ ମଲ୍ଲ ଯୁଦ୍ଧ, ସାଡୋ ମୃତ୍ୟୁର ପ୍ରତୀକ, ଆଉ ରିଡିଲ ହେଉଛି ପ୍ରହେଳିକା ବା ରହସ୍ୟ। କେବଳ ଏହି କାର୍ଯ୍ୟ ପାଇଁ ସାବିତ୍ରୀ ମର୍ତ୍ତ୍ୟ ଜୀବନ ଧାରଣ କରିଛନ୍ତି। ସେ ଛାୟା ରୂପୀ ମୃତ୍ୟୁ ସହିତ ସଂଘର୍ଷ କରିବା ପାଇଁ ତଥା ମନୁଷ୍ୟ ଜନ୍ମର ପ୍ରହେଳିକାର ସମ୍ମୁଖୀନ ହେବା ପାଇଁ ଆସିଛନ୍ତି। ମୃତ୍ୟୁ ସହିତ ସଂଘର୍ଷ କରିବେ। ମନୁଷ୍ୟ
ଜୀବନରେ ଯୋଉ ପ୍ରହେଳିକା ଘେରି ରହିଛି ତାର ସମ୍ମୁଖୀନ ହେବେ। ମୁକ ତଥା ଜଳତାଗ୍ରସ୍ତ ଅନ୍ଧକାରାଚ୍ଛନ୍ନ ଜଗତରେ ଜୀବନ ସ୍ୱଳ୍ପ କାଳ ପାଇଁ ତିଷ୍ଠି ରହି ଯେଉଁ ସଂଘର୍ଷ କରି ଚାଲିଛି ତାର ସମାଧାନ ପାଇଁ ସେ ଆସିଛନ୍ତି। ଜଳତାଗ୍ରସ୍ତ ଅନ୍ଧକାରାଚ୍ଛନ୍ନ ଏଇ ଜଗତ ଏବଂ ଏଠି ଜୀବନ ସ୍ୱଳ୍ପ କାଳ ପାଇଁ ଉଦ୍ଦିଷ୍ଟ, ସେଥିପାଇଁ ସେ ସଂଘର୍ଷ କରୁଛି। ତାର ସମାଧାନ ପାଇଁ ମା ସାବିତ୍ରୀ ଆଗମନ କରିଛନ୍ତି। ତାର ବିଶେଷ ଅର୍ଥ ହଉଛି ସାବିତ୍ରୀ ଯେଉଁ ମୌଳିକ ସବିଶେଷ ଲକ୍ଷ୍ୟ ନେଇ ମାଟିର ମର୍ତ୍ତ୍ୟରେ ଅବତରଣ କରି ମୃତ୍ୟୁ ପ୍ରବଣ ମାନବୀୟ ତନୁ ଧାରଣ କରିଛନ୍ତି, ତାହା ହେଲା ସେ ମୃତ୍ୟୁ ସହିତ ସଂଗ୍ରାମ କରିବେ ଏବଂ ତାକୁ ପରାସ୍ତ କରିବେ। ତାଙ୍କର ମାନୁଷୀ ଜନ୍ମ ଅନ୍ୟମାନଙ୍କ ଭଳି ଭାଗ୍ୟର ନିୟନ୍ତ୍ରଣ ଅଧୀନରେ ନାହିଁ। କର୍ମଫଳ ଭୋଗିବାକୁ ସେ ଜନ୍ମ ହୋଇନାହାନ୍ତି। ସେ ଶାଶ୍ୱତ ସତ୍ତା ସ୍ୱଇଚ୍ଛାରେ ଏଠାରେ ଅବତରଣ କରିଛନ୍ତି। ଯଦିଓ ସେ ଚିନ୍ମୟ ସତ୍ତା ସାଧାରଣ ମଣିଷ ମାନଙ୍କ ସହିତ ମିଶି ଜୀବନର ଜଟିଳ ପ୍ରହେଳିକାର ସମାଧାନ ସୂତ୍ର ବାହାର କରିବାକୁ ଆସିଛନ୍ତି। ଚିନ୍ମୟ ସତ୍ତା ହେଲେ ମଧ୍ୟ ମିଶି ଯାଇଛନ୍ତି ସାଧାରଣ ମଣିଷ ମାନଙ୍କ ସହିତ ଏବଂ ତାଙ୍କ ସହିତ ମିଶି ଜୀବନକୁ ଯୋଉ ପ୍ରହେଳିକା ଘେରି ରହିଛି ତାର ସମାଧାନର ସୂତ୍ର ବାହାର କରିବାକୁ ପ୍ରୟାସ କରିଛନ୍ତି। ଏଠାରେ ଚିରବ୍ୟାପ୍ତ ସେ ମୃତ୍ୟୁତତ୍ତ୍ୱର ସମାଧାନ ହେବ ଏବଂ ଅମରତ୍ୱର ପ୍ରତିଷ୍ଠା ହେବ। ମୃତ୍ୟୁକୁ ଶାଶ୍ୱତ ଜୀବନରେ ସେ ପରିଣତ କରିବେ। ହ୍ୟୁମାନ ଲାଇଫ ଇଜ ଏ ପାରାଡକ୍ସ। ମନୁଷ୍ୟ ଜୀବନ ହଉଛି ପ୍ରହେଳିକାପୂର୍ଣ୍ଣ। ତାର ଉପାଦାନ ସବୁ ଅମର ତତ୍ତ୍ୱରେ ତିଆରି ହେଇଛନ୍ତି, ମାତ୍ର ସେ ସବୁ ଅଜ୍ଞାନତା ଓ ନିଶ୍ଚେତନାର ପ୍ରଭାବରେ ବଢୁଛନ୍ତି। ମଣିଷର ଯୋଉ ସତ୍ତାର ଯୋଉ ତତ୍ତ୍ୱ ତା ଅମର ତତ୍ତ୍ୱରେ ତିଆରି ହୋଇଛି, ମାତ୍ର ଅଜ୍ଞାନତା ଓ ନିଶ୍ଚେତନାର ପ୍ରଭାବରେ ସେଗୁଡିକ ବୃଦ୍ଧି ପାଉଛନ୍ତି। ସମୟ ବା କାଳର ମହାସାଗର ମଧ୍ୟରେ ମାନବ ଜୀବନ ବୁଦବୁଦ ଅର୍ଥାତ ପାଣି ଫୋଟକା ଭଳି କ୍ଷଣସ୍ଥାୟୀ। ସମୟ ହଉଛି ଗୋଟେ ଅସୀମ ସାଗର, ମହାସାଗର। ମନୁଷ୍ୟ ଜୀବନ ଗୋଟେ ସାମାନ୍ୟ ଫୁଟୁକା ମାତ୍ର। ସେସବୁ ଏଠାରେ ଜଡର ଘନ ତିମିରିତ ରାତ୍ରି ମଧ୍ୟରେ ଅବିରାମ ସଂଘର୍ଷ କରି ଚାଲିଛନ୍ତି। ମନୁଷ୍ୟର ଜୀବନ ଏଠାରେ ଜଡର ଘନ ତିମିରିତ ଅନ୍ଧକାରାଚ୍ଛନ୍ନ ରାତ୍ରି ମଧ୍ୟରେ ଅବିଚ୍ଛିନ୍ନ ଭାବରେ ସଂଘର୍ଷ କରି ଚାଲିଛନ୍ତି। ଏ ହଉଛି ମାନବ ଜୀବନର ପ୍ରହେଳିକା। ଅନାସ୍ତି ଓ ମୃତ୍ୟୁର ଗହ୍ୱର ମଧ୍ୟରେ ସେଇ ସବୁ ଜୀବନ ଲୀନ ହେଇଯାଉଛି। ମାନବ ଜନ୍ମର ମହାନ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ। ବୃଥାରେ ତାର ଜୀବନ ରହସ୍ୟ ଘେରା ଏକ ରଙ୍ଗମଞ୍ଚ ଉପରେ ଯୁଗ ଯୁଗ ଧରି ଅଭିନୀତ ହୋଇ ଚାଲିଛି। ମାନବ ଶବ୍ଦର ଅର୍ଥ ହଉଛି ମା ଯୁକ୍ତ ନବ, ଅର୍ଥାତ ସେ ନୂଆ ନୁହେଁ। ଜନ୍ମ ଜନ୍ମ ଧରି ସେ ଜଗତକୁ ଆସୁଛି, ଯୁଗାବଧି ସେ ଜଗତକୁ ଫେରି ଆସୁଛି। ଆଉ ଏ ଜଗତ ରୂପକ ରଙ୍ଗମଞ୍ଚ ଉପରେ ଯୁଗ ଯୁଗ ଧରି ତାର ଜୀବନ ନାଟକ ଅଭିନୀତ ହୋଇ ଚାଲିଛି। ଏ ଅଭିନୟର ଅନ୍ତ ମଧ୍ୟ ରହସ୍ୟମୟ ହୋଇ ରହିଛି। କେବେ ସରିବ ଏ ଅଭିନୟ? ମନୁଷ୍ୟ ଜୀବନର ଏହି ବ୍ୟର୍ଥତା ବିଫଳତା ହେଉଛି ଅସଲ ପ୍ରହେଳିକା। ମନୁଷ୍ୟ ତା ଜୀବନରେ ଯୋଉ ବ୍ୟର୍ଥତା ପ୍ରାପ୍ତ କରୁଛି, ବିଫଳ ହେଉଛି, ତା ଜୀବନରେ ଏହି ପ୍ରହେଳିକା। ସାବିତ୍ରୀ ଏ ସମସ୍ତ ପ୍ରହେଳିକାର ସାମ୍ନା କରିବେ। ମାନବର ଦୁଃଖ ଓ ତମୁଗ୍ରସ୍ତ ଜୀବନରୁ ତାକୁ ଉଦ୍ଧାର କରିବା ସହିତ ତାକୁ ତାର ଆଧ୍ୟାତ୍ମିକ ଭବିଷ୍ୟତ ଆଡକୁ ପରିଚାଳିତ କରିନେବେ। ତା ଯୋଉ ଦୁଃଖ ତମସାପୂର୍ଣ୍ଣ ଜୀବନ, ତା ମଧ୍ୟରୁ ତାକୁ ସେ ଉଦ୍ଧାର କରିବେ ଏବଂ ଆଧ୍ୟାତ୍ମିକ ଭବିଷ୍ୟତ ଆଡକୁ ତାକୁ ପରିଚାଳିତ କରିବେ। Whether to bear with ignorance and death, or hew the ways of immortality, to win or lose the godlike game for man, was her soul's issue, thrown with destiny's dice. Whether to bear with ignorance and death, or hew the ways of immortality,
To win or lose the godlike game of man was her soul's issue thrown with destiny's dice. Bear with and tolerate, ସହିବା କି ଅର୍ଥ କୁରାଡିରେ ଖଣ୍ଡ ଖଣ୍ଡ କରିବା, କାଟିବା। ଗଡ୍ ଲାଇକ୍ ର ଅର୍ଥ ହଉଛି ଦେବ ସୁଲଭ। ଡେଷ୍ଟିନିଜ୍ ଡାଇସ୍, ନିୟତିର ପଶାପାଲି, ନିୟତିର ପଶା କାଠି। ସାବିତ୍ରୀ ଅଜ୍ଞାନତା ଓ ମୃତ୍ୟୁକୁ ସ୍ୱୀକାର କରିନେବେ କିମ୍ବା ଅମରତ୍ୱର ପଥ ନିର୍ମାଣ କରିବେ। ଦୁଇଟି ଦିଗ୍ଦର୍ଶନ ଅଛି, ସେ ମୃତ୍ୟୁକୁ ସ୍ୱୀକାର କରିବେ କିମ୍ବା ଅମରତ୍ୱର ପଥ ନିର୍ମାଣ କରିବେ। ମନୁଷ୍ୟମାନଙ୍କ ପାଇଁ ଏହି ଭଗବତ ଲୀଳାରେ ବିଜୟ ପ୍ରାପ୍ତ କରିବେ ଅଥବା ପରାଜୟ ସ୍ୱୀକାର କରିବେ। ଦ୍ୱୈତ ମାର୍ଗ ତାଙ୍କ ଆଗରେ ଉନ୍ମୁକ୍ତ ହେଇଛି। ମନୁଷ୍ୟମାନଙ୍କ ପାଇଁ ଏହି ଭାଗବତୀ ଲୀଳାରେ ସେ ବିଜୟ ପ୍ରାପ୍ତ କରିବେ କିମ୍ବା ପରାଜୟ ସ୍ୱୀକାର କରିବେ। ଏହା ହିଁ ସାବିତ୍ରୀଙ୍କର ଅନ୍ତରାତ୍ମାର ସମସ୍ୟା। ବିଶ୍ୱ ନିୟତିଙ୍କ ପଶାପାଲିରେ ପଡ଼ିବାକୁ ବାକି ଥିବା ଦାନ ଉପରେ ଏହାର ପରିଣାମ ନିର୍ଭର କରେ। ବିଶ୍ୱ ନିୟତିଙ୍କର ପଶାପାଲି ହେଉଛି ଜଗତ, ସେଠି ସେ ଦାନ ପକାଉଛନ୍ତି, ଆଉ ସେଇ ପଶାପାଲିରେ ପଡ଼ିବାକୁ ବାକି ଅଛି ଦାନ, ତାହାରି ଉପରେ ଏହାର ପରିଣାମ ନିର୍ଭର କରେ, ଏହାର ମୀମାଂସା ଅପେକ୍ଷା କରେ। ଆଲୋଚ୍ୟ ପଂକ୍ତିରେ ସାବିତ୍ରୀଙ୍କ ଜନ୍ମର ଉଦ୍ଦେଶ୍ୟ ଏବଂ ତାଙ୍କ ପାଇଁ ଉଦ୍ଦିଷ୍ଟ କର୍ମର ମୌଳିକ ରହସ୍ୟଟି ଉପସ୍ଥାପିତ ହୋଇଛି। କାହିଁକି ସେ ଧରାଧାମରେ ଜନ୍ମ ନେଇଛନ୍ତି, ଉଦ୍ଦେଶ୍ୟ କଣ, ସେଇ ରହସ୍ୟ ଏଠି ଉପସ୍ଥାପିତ ହେଇଛି। ଏଠାରେ ଅଜ୍ଞାନତା ଓ ମୃତ୍ୟୁ ହେଲେ ଏକକ ସତ୍ତା। ଅଜ୍ଞାନତା ଯାହା, ମୃତ୍ୟୁ ହିଁ ସେଇଆ, ଏକ ମିଳିତ ସମସ୍ୟା। ସାବିତ୍ରୀ ଏହି ଉଭୟର ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ଆସିଛନ୍ତି। କେବଳ ଆତ୍ମାର ସାମର୍ଥ୍ୟ ସାହାଯ୍ୟରେ ଏକାକୀ ସେ ଏ ମହାସଂଗ୍ରାମରେ ଭାଗ ନେବେ, ଆଉ ତାଙ୍କ ସହିତ କେହି ସହଯୋଗ କରିବେ ନାହିଁ। ତାଙ୍କର ସହାୟକ ସାଥୀ ହେଉଛି ତାଙ୍କର ଅନ୍ତରାତ୍ମା। ସେଇ ଆତ୍ମାର ସାହାଯ୍ୟ ଓ ସାମର୍ଥ୍ୟ ନେଇ ସେ ଏକୁଟିଆ ଏହି ମହାସଂଗ୍ରାମରେ ଭାଗ ନେବେ। ମୃତ୍ୟୁ ଉପରେ ବିଜୟ ହାସଲ ହେଲେ ଅଜ୍ଞାନତାରେ ହିଁ ବିଲୋପ ଆପେ ଆପେ ସାଧିତ ହବ। ଆଉ ମୃତ୍ୟୁ ଆଉ ଅଜ୍ଞାନତା ସମଜାତୀୟ ହେଇଥିବାରୁ ମୃତ୍ୟୁ ଉପରେ ବିଜୟ ହାସଲ ହେଲେ ଅଜ୍ଞାନତା ଉପରେ ମଧ୍ୟ ବିଜୟ ହାସଲ ହବ। ଅନ୍ୟତ୍ର ପ୍ରଭୁ ଉଲ୍ଲେଖ କରିଛନ୍ତି, the end of death, the death of ignorance, the end of death, the death of ignorance। ମୃତ୍ୟୁର ପରିସମାପ୍ତିରେ ଅଜ୍ଞତାର ମଧ୍ୟ ମୃତ୍ୟୁ। କିନ୍ତୁ ଏ ଅନିଶ୍ଚିତତାର ଜଗତରେ ସେଇ ମହାସମରର ପରିଣାମ କଣ ହେବ ତାହା ଅଦ୍ୟାବଧି ଜଣା ନାହିଁ। ଏ ଜଗତ ଅନିଶ୍ଚିତ। ଏଠି ଯୋଉ ମହାସମର ହେବାକୁ ଯାଉଛି ତାର ପରିଣାମ କଣ ହବ ତା କେହି ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏ ଦୁଇ ତତ୍ତ୍ୱର ଯୁଗାବଧି ଶାସନକୁ ହଟେଇବା ପାଇଁ ଦୁର୍ଦମନୀୟ ବାଧା ଏବଂ ପ୍ରତିକୂଳ ଅବସ୍ଥା ରହିଛି। এই ଦୁଇ ତତ୍ତ୍ୱ ହେଲେ ମୃତ୍ୟୁ ଏବଂ ଅଜ୍ଞାନତା। ସେ ଯୁଗାବଧି ଶାସନ କରି ଆସିଛନ୍ତି। ତାଙ୍କ ଶାସନକୁ ହଟେଇବା ପାଇଁ ଦୁର୍ଦମନୀୟ ବାଧା ରହିଛି, ପ୍ରତିକୂଳ ଅବସ୍ଥା ରହିଛି। ମୃତ୍ୟୁ ପାଶରେ ଆବଦ୍ଧ ଏ ପୃଥିବୀର ଲୋକମାନେ ଅଜ୍ଞାନତା ଏବଂ ମୃତ୍ୟୁ ରୂପୀ ଅପଶକ୍ତି এই ସେବକ ଭଳି କାର୍ଯ୍ୟ କରି ଚାଲିଛନ୍ତି। ମୃତ୍ୟୁ ପାଶରେ ଆବଦ୍ଧ এই ପୃଥିବୀର ସବୁ ଲୋକ ଅଜ୍ଞାନତା ଏବଂ ମୃତ୍ୟୁ ରୂପୀ ଅପଶକ୍ତିଙ୍କର ସେମାନେ ସେବକ ପାଲଟି ଯାଇଛନ୍ତି, ସେଇଭଳି କାର୍ଯ୍ୟ କରୁଛନ୍ତି। ସେ ସବୁକୁ ଧ୍ରୁବ ସତ୍ୟ ବୋଲି ମାନି ନେଇଛନ୍ତି, ମୃତ୍ୟୁ ସତ୍ୟ ବୋଲି ସେମାନେ ଗ୍ରହଣ କରି ନେଇଛନ୍ତି। ସାବିତ୍ରୀଙ୍କର ଏହି ଦୁରୂହ କାର୍ଯ୍ୟ ପାଇଁ ବାହ୍ୟ ଭାବରେ ହେଉ ବା ଅନ୍ତର୍ଗତ ଭାବରେ ହେଉ କୌଣସି ଦିଗରୁ କିଛି ସହାୟତା ମିଳିବ ନାହିଁ। ସାବିତ୍ରୀ ଶାଶ୍ୱତଙ୍କର ଏହି ଲୀଳାରେ ଭାଗ ନେଇଛନ୍ତି। ଏଥିରେ ବିଜୟ ଲାଭ କରିବେ କିମ୍ବା ବ୍ୟର୍ଥ ହେବେ, ହାର ମାନି ନେବେ କି ଜୟ ଲାଭ କରିବେ, ଏହା ହେଉଛି ତାଙ୍କ ଅନ୍ତରାତ୍ମାର ସମସ୍ୟା। ଭାଗ୍ୟର ପଶାପାଲିରେ ଯେଉଁ ଦାନ ପଡ଼ିବ ତାହା ଏହି ଲୀଳାର ପରିଣାମ ସ୍ଥିର କରିବ।
ଏହାକୁ ଗଡ ଲାଇକ୍ ଗେମ୍ ବୋଲି ଉଲ୍ଲେଖ କରାଯାଇଛି। ହୁଏତ ଏହାର ତାତ୍ପର୍ଯ୍ୟ ହେଇପାରେ ଯେ ଏହି ଲଢେଇରେ କୌଣସି ମାନବୀୟ ସାମର୍ଥ୍ୟ କାର୍ଯ୍ୟରେ ଲାଗିପାରିବ ନାହିଁ, କେବଳ ଭଗବତ ଶକ୍ତି ହିଁ ଏଭଳି ଦୁରୂହ କାର୍ଯ୍ୟ ସମ୍ପାଦନ କରିପାରିବ। ସାବିତ୍ରୀଙ୍କ ଆତ୍ମଶକ୍ତି ହିଁ ଜିତିବ ବା ହାରିବ। କେବଳ ଭଗବାନଙ୍କ ପାଇଁ ଏହି ଅଜ୍ଞାନତା ଓ ମୃତ୍ୟୁର କ୍ଷେତ୍ରଟିକୁ ଜିତିବାକୁ ହେବ। ସାବିତ୍ରୀ ଦୃଢ ପ୍ରତିଜ୍ଞ, ମୃତ୍ୟୁ ଅଜ୍ଞାନତାକୁ ସେ ପରାଜିତ କରିବେ କେବଳ ଭଗବାନଙ୍କ ପାଇଁ। ଏହି ଜିତିବା ପୃଥିବୀର ମଣିଷ ମାନଙ୍କ ପାଇଁ ମଧ୍ୟ ବିଜୟ ଆଣିଦେବ, କାରଣ ସେ ପୃଥିବୀ ମନୁଷ୍ୟର ପ୍ରତିନିଧି। ତାଙ୍କର ବିଜୟ ହିଁ ବିଶ୍ୱ ମାନବତାର ବିଜୟ। But not to submit and suffer was she born. To lead, to deliver was her glorious part. Here was no fabric of terrestrial make, fit for a day's use by busy or careless powers. But not to submit and suffer was she born. To lead, to deliver was her glorious part. Here was no fabric of terrestrial make, fit for a day's use by busy careless power. ଏଠି ସମିଟ ଅର୍ଥ ବଶ୍ୟତା ସ୍ୱୀକାର କରିବା ବା ଶରଣ ପଶିବା। ଡେଲିଭର ମୁକ୍ତି ପ୍ରଦାନ କରିବା, ବନ୍ଧନ ମୁକ୍ତ କରିବା ବା ଉଦ୍ଧାର କରିବା। ଗ୍ଲୋରିୟସ୍ ହଉଛି ଗୌରବମୟ। ଫ୍ୟାବ୍ରିକ ହଉଛି ବୁଣା ହେଇଥିବା ବସ୍ତ୍ର। ଟେରେଷ୍ଟ୍ରିଆଲ ମେକ୍ ପାର୍ଥିବ ଉପାଦାନରେ ଯାହା ନିର୍ମିତ। ସାବିତ୍ରୀ କିନ୍ତୁ ଜନ୍ମ ହୋଇ ନଥିଲେ ମର୍ତ୍ତ୍ୟର ଏ ସମସ୍ତ ବିଧାନକୁ ମଥାପାତି ମାନି ନେବା ପାଇଁ କିମ୍ବା ଦୁଃଖ ଯନ୍ତ୍ରଣା ସବୁକୁ ନୀରବରେ ସହି ନେବା ପାଇଁ। ତାଙ୍କ ମହାନ କାର୍ଯ୍ୟର ବିଶେଷତ୍ୱ ଥିଲା ନେତୃତ୍ୱ ନେବା ଏବଂ ମଣିଷକୁ ମୁକ୍ତି ପ୍ରଦାନ କରିବା। ମଣିଷକୁ ମୁକ୍ତି ପ୍ରଦାନ କରିବା, ମାନବ ଜାତିର ନେତୃତ୍ୱ ନେବା ପାଇଁ ହିଁ ତାଙ୍କର ଧରାବତରଣ। ସେ କୌଣସି ପାର୍ଥିବ ତନ୍ତୁରେ ବୁଣା ଯାଇଥିବା ବସ୍ତ୍ର ନଥିଲେ ଯେ ଯାହାକୁ ଅସାବଧାନ ଦେବତା ମାନେ ଦିନକ ପାଇଁ ବ୍ୟବହାର କରି ପୁନଶ୍ଚ ଫିଙ୍ଗି ଦେବେ। ଶ୍ରୀ ଅରବିନ୍ଦ ଏଠି ଗୋଟେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଛନ୍ତି। ସେ ପାର୍ଥିବ ତନ୍ତୁ ବା ସୂତାରେ ବୁଣା ଯାଇଥିବା କୌଣସି ବସ୍ତ୍ର ନୁହନ୍ତି ଯାହାକୁ ଦେବତା ମାନେ ଅସତର୍କ ଭାବରେ, ଅସାବଧାନ ଭାବରେ ଦିନକ ପାଇଁ ବ୍ୟବହାର କରିବେ, ପରିଧାନ କରିବେ, ପୁନଶ୍ଚ ଫିଙ୍ଗି ଦେବେ। ନିଷ୍କରୁଣ ନିୟତି ପାଖରେ ନିରୁପାୟ ହୋଇ ଶରଣ ପଶିବାକୁ ସାବିତ୍ରୀ ଜନ୍ମ ହୋଇ ନଥିଲେ। ବିଶ୍ୱର ବିଶାଳ ବେଦନା, ଦୁଃଖ, ଯନ୍ତ୍ରଣାକୁ, ଦୁର୍ଭାଗ୍ୟକୁ ସହ୍ୟ କରିବା ପାଇଁ ଆସିନଥିଲେ। ସେ ଏହି ନଶ୍ୱର ମାନବ ଜାତିର ନେତୃତ୍ୱ ନେବେ, ତାଙ୍କୁ ବାଟ ଦେଖାଇବେ ଏବଂ ସମସ୍ତ ବନ୍ଧନରୁ ମୁକ୍ତ କରିବେ। ଏହା ଥିଲା ତାଙ୍କ ଜନ୍ମର ଉଦ୍ଦେଶ୍ୟ। ଏ ନଶ୍ୱର ମାନବ ଜାତିର ସେ ନେତୃତ୍ୱ ନେବେ, ତାଙ୍କୁ ପଥ ପ୍ରଦର୍ଶନ କରିବେ, ସମସ୍ତ ବନ୍ଧନ ବା ପାଶରୁ ମୁକ୍ତ କରିବେ। ଇଏ ହେଉଛି ତାଙ୍କ ଜନ୍ମର ଉଦ୍ଦେଶ୍ୟ। ତାଙ୍କର ଦିବ୍ୟ ସତ୍ତାଟି କୌଣସି ପାର୍ଥିବ ଉପାଦାନ ଦ୍ୱାରା ଗଢ଼ା ହୋଇ ନଥିଲା ଯାହାକୁ ବିଶ୍ୱ ଶକ୍ତି ସକଳ ଯେପରି ଚାହିଁବେ ସେପରି ବ୍ୟବହାର କରି ପୁଣି ଫିଙ୍ଗିଦେବେ। ତାଙ୍କର ଯୋଉ ଦିବ୍ୟ ସତ୍ତା, ସେ କୌଣସି ପାର୍ଥିବ ଉପାଦାନ ଦ୍ୱାରା ନିର୍ମିତ ହିଁ ନାହିଁ। ବିଶ୍ୱ ଶକ୍ତି ମାନେ ତାକୁ ଯେମିତି ନାହିଁ ସେମିତି ବ୍ୟବହାର କରିବେ ଏବଂ ପୁଣି ଫିଙ୍ଗିଦେବେ। ପଙ୍କ୍ତିରେ ଉଲ୍ଲେଖିତ ଫିଟ୍ ଫର୍ ଏ ଡେଜ୍ ୟୁଜର ତାତ୍ପର୍ଯ୍ୟ ହେଉଛି ଯେ ମଣିଷ ଏଠାରେ ପ୍ରକୃତି ଓ ନିୟତି ହାତରେ ଅସହାୟ ଭାବେ ଜୀବନ ବଞ୍ଚୁଛି ଏବଂ ସେ ଯନ୍ତ୍ରବତ୍ ଚାଳିତ ପ୍ରକୃତିର ଖିଆଲି ଶକ୍ତି ସବୁର ହାତ ବାରିଶେଇ ରହିଛି। ମଣିଷ ଏଠି ପ୍ରକୃତି ହାତରେ ଆଉ ନିୟତି ହାତରେ ଗୋଟେ କ୍ରୀଡ଼ନକ ହେଇଯାଇଛି। ଅସହାୟ ଭାବରେ ଜୀବନ ବଞ୍ଚୁଛି ଏବଂ ଯନ୍ତ୍ରବତ୍ ଚାଳିତ ହେଉଛି। ପ୍ରକୃତିର ଖିଆଲି ଶକ୍ତି ସବୁର ସେ ହାତ ବାରିଶେଇ ଉଠିଛି। କୌଣସି ବସ୍ତୁକୁ ଦିନକ ପାଇଁ ବ୍ୟବହାର କରି ଫିଙ୍ଗିଦେଲା ପରି
ସେହି ଶକ୍ତି ସକଳ ଏହି ଦୁର୍ବଳ ଅସହାୟ ମଣିଷର ଜୀବନକୁ ସ୍ୱଳ୍ପକାଳୀନ ଯନ୍ତ୍ର ରୂପେ ବ୍ୟବହାର କରି ଫିଙ୍ଗି ଦିଅନ୍ତି। ଦୁର୍ବଳ ଅସହାୟ ହେଉଛି ମଣିଷ, ତା ଜୀବନକୁ ଏହି ସବୁ ଶକ୍ତି ବିଶ୍ୱ ଶକ୍ତି ମାନେ ଖୁବ୍ କମ୍ ଦିନ ଯନ୍ତ୍ର ଭାବରେ ବ୍ୟବହାର କରନ୍ତି, ପୁନଶ୍ଚ ଫିଙ୍ଗି ଦିଅନ୍ତି। କେତେବେଳେ ମଣିଷ ବିନା କାରଣରେ ଏହି ଶକ୍ତିମାନଙ୍କ ହାତରେ ବିନାଶ ଲାଭ ବି କରନ୍ତି, ତାର ହିସାବ ନାହିଁ। ଖାଲି ଫିଙ୍ଗି ଦିଅନ୍ତିନି, ସେମାନଙ୍କ ହାତରେ ଅସହାୟ ମଣିଷ ମାନେ ଅକାଳ ମୃତ୍ୟୁ ମଧ୍ୟ ବରଣ କରନ୍ତି। ମାତ୍ର ମନୁଷ୍ୟରେ ବିନାଶ ପ୍ରକୃତି ପାଇଁ କିଛି ଫରକ ପଡେ ନା, ପ୍ରକୃତିର ଏଥିରେ କିଛି ଯାଏ ଆସେ ନାହିଁ। କାବ୍ୟର ପ୍ରଥମ ଅଧ୍ୟାୟରେ ଉଲ୍ଲେଖ ଅଛି, For nature works upon her mighty way, unheeding when she breaks a soul, a life, leaving her slain behind she travels on. Man only marks and God's all-seeing eyes. ये प्राथमिक स्तରରେ उल्लेख କରିଛନ୍ତି ଶ୍ରୀ ଅରବିନ୍ଦ। For nature works upon her mighty way, unheeding when she breaks a soul alive, leaving her slain behind she travels on. Man only marks and God's all-seeing eyes. କାରଣ ପ୍ରକୃତି ତାର ବିଶାଳ ରାଜପଥରେ ଗତି କରୁଥିବା ବେଳେ କେତେବେଳେ ଗୋଟିଏ ଆତ୍ମା ବା ଗୋଟିଏ ଜୀବନ ନଷ୍ଟ କରିଦିଏ, ଏହା ତାର ଅଜ୍ଞାତରେ ହୁଏ। ଅଜ୍ଞାତ ସାରରେ ପ୍ରକୃତି ଗତି କଲା ବେଳେ ମାଡ଼ି ମକଚି ଦିଏ ଗୋଟିଏ ଗୋଟିଏ ଜୀବନ, ଗୋଟିଏ ଗୋଟିଏ ଆତ୍ମା। ସେ ଜାଣିପାରେ ନାହିଁ, ସେ ସହାୟତା ପଛରେ ପକେଇ ସେ ଆଗକୁ ମାଡ଼ିଯାଏ। ସମସ୍ତ ସହାୟତା କରିବ ବୋଲି ସହାୟତା ନ କରି ସହାୟତାକୁ ପଛରେ ପକେଇ ସେ ଆଗକୁ ମାଡ଼ିଯାଏ। କେବଳ ମଣିଷ ତାହା ଲକ୍ଷ୍ୟ କରେ। ଆଉ ଦେଖନ୍ତି କିଏ ନା ସର୍ବଦ୍ରଷ୍ଟା ଭଗବାନ। ମଣିଷ ଏ କଥା ଲକ୍ଷ୍ୟ କରେ ପ୍ରକୃତି କିପରି ଦଳି ଚକଟି ଆଗକୁ ଯାଉଛି ଏବଂ ଲକ୍ଷ୍ୟ କରନ୍ତି ସର୍ବଦ୍ରଷ୍ଟା ଭଗବାନ। ସାବିତ୍ରୀ କିନ୍ତୁ ସେପରି ଏକ ଜନ୍ମ ନେଇ ଆସିନଥିଲେ ଯାହାଙ୍କୁ ଏହି ଶକ୍ତି ସବୁ କ୍ରୀଡ଼ନକ ରୂପେ ବ୍ୟବହାର କରି ଫିଙ୍ଗି ଦେବେ। ସାବିତ୍ରୀ ଏହି ସାଧାରଣ ମଣିଷଙ୍କ ଭଳି ନୁହନ୍ତି, ସେଭଳି ଜନ୍ମ ନେଇକି ଆସିନଥିଲେ ଯାହାଙ୍କୁ ଏହି ଶକ୍ତି ମାନେ ବିଶ୍ୱ ଶକ୍ତି ମାନେ ଖେଳନା ଭଳି ବ୍ୟବହାର କରିବେ, ପୁନଶ୍ଚ ଫିଙ୍ଗି ଦେବେ। ଏହି ସମ୍ପର୍କରେ ମା କହନ୍ତି, There it is put exactly and clearly. It was like a problem to be solved, and she had the will and the capacity to solve it. ସେଠାରେ ଏହା ନିର୍ଭୁଲ ଏବଂ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ ହୋଇଛି, ଯେପରିକି ଏକ ସମସ୍ୟାର ସମାଧାନ ଆବଶ୍ୟକ ଥିଲା ଏବଂ ସେଥିପାଇଁ ସାବିତ୍ରୀଙ୍କର ଯଥାର୍ଥ ସଂକଳ୍ପ ସହିତ ସାମର୍ଥ୍ୟ ମଧ୍ୟ ଥିଲା। ସାବିତ୍ରୀ ସେହି ସଂକଳ୍ପ ନେଇକି ସେ ଆସିଥିଲେ, ସାମର୍ଥ୍ୟ ଧରିକି ଆସିଥିଲେ। She came remembering who she was, and with this remembering who she was, and with this remembrance she faced the ordeal. ସେ ବାସ୍ତବରେ କିଏ, ସେହି ସ୍ମୃତି ସହିତ ସେ ଜନ୍ମ ନେଇଥିଲେ ଏବଂ ସେହି ସ୍ମୃତି ସହିତ ହିଁ ସେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଲେ ଏବଂ ତା ସହିତ ସମସ୍ତ ସମସ୍ୟା ମୁକାବିଲା କଲେ। The world of miseries, this world of death and suffering become a world of glorious light and of divine consciousness. Whatever the pain, whatever the ordeal, whatever the length of the trouble, she has come to win, and she brings with her the victory. The world of miseries, this world of death and suffering become a world of glorious light and of divine consciousness. Whatever the pain, whatever the ordeal, whatever the length of the trouble, she has come to win, and she brings
with her the victory। এই দুঃখময় জগত, হে মৃত্যু ও যন্ত্রণা জর্জরিত পৃথিবী নিশ্চୟ ଦିନେ ନା ଦିନେ ମହାନ ଆଲୋକ ଓ ଦିବ୍ୟ ଚେତନାରେ ଭରପୁର ହେଇ ଉଠିବ। ମା ଦଉଛନ୍ତି ଆଶାବାଦ। এই ଦୁଃଖମୟ ଜଗତଟି, ମୃତ୍ୟୁ ଓ ଯନ୍ତ୍ରଣା ଜର୍ଜରିତ এই ପୃଥିବୀ ନିଶ୍ଚୟ ଦିନେ ନା ଦିନେ ମହାନ ଆଲୋକ ଓ ଦିବ୍ୟ ଚେତନାରେ ଭରପୁର ହେଇ ଉଠିବ। ଯନ୍ତ୍ରଣାର ପରିଣାମ ଯାହା ହେଉନା କାହିଁକି, ଦୁଃଖ କଷ୍ଟ ଅଶାନ୍ତି ଯେତେ ଦୀର୍ଘ ହେଉ ପଛକେ, ସଫଳତା ନିମିତ୍ତ ସେ ଆସିଥିଲେ, ସାବିତ୍ରୀ ଆସିଥିଲେ ଏବଂ ତାଙ୍କ ସହିତ ସତେଜ ପରି ବିଜୟକୁ ସାଥୀ କରି ଆଣିଥିଲେ। ଏହାପରେ ଯେଉଁ ପଂକ୍ତି ରହିଛି ତାହା ଅତ୍ୟନ୍ତ ଦୀର୍ଘ, ଧୈର୍ଯ୍ୟର ସହିତ ତାକୁ ଆମକୁ ଅଧ୍ୟୟନ କରିବାକୁ ପଡିବ। An image fluttering on the screen of fate, half animated for a passing show, or a castaway on the ocean of desire, flung to the eddies in a ruthless boat, and tossed along the gulfs of circumstance. A creature born to bend beneath the yoke, or one more pawn who comes destined to be pushed one slow move forward on a measureless board in the chess play of the earth, soul with doom. Such is the human figure drawn by time. Such is the human figure drawn by time। ଦଶଧାଡି ବିଶିଷ୍ଟ ଏହା ଏକ ଦୀର୍ଘ ପଦ, ଜଟିଳ ଶବ୍ଦରେ ପୂର୍ଣ୍ଣ। ଫ୍ଲଟର ନିୟମିତ ଭାବରେ ଗତିଶୀଳ, ହାଫ ଆନିମେଟେଡ ଜୀବନ୍ତ ଭଳି ପ୍ରତୀତ ହେବା, କାଷ୍ଟୱେ ଫିଙ୍ଗିଦବା, ଏଡି ହଉଛି ଜଳ ଭଉଁରୀ, ରାଥଲେସ୍ ଅର୍ଥ ନିର୍ଦ୍ଦୟ ବା ନିର୍ମମ, ଗଲ୍ଫ ହଉଛି ସାମୁଦ୍ରିକ ଖାଡି, ଛାଟେଲ ଅସ୍ଥାବର ସମ୍ପତ୍ତି, ପନ୍ ଚେସ୍ ଖେଳର ଛୋଟ ଗୋଟି, ଆଉ ଡୁମ୍ ହଉଛି ମୃତ୍ୟୁ ବା ସର୍ବନାଶ। ଏଠାରେ ଶ୍ରୀ ଅରବିନ୍ଦ ମଣିଷର ଅସହାୟତାର ବହୁବିଧ ଚିତ୍ର ପ୍ରଦାନ କରିଛନ୍ତି। କେତେ ଦିଗରୁ ମଣିଷ ଅସହାୟ। ଚଳଚ୍ଚିତ୍ର ପର୍ଦ୍ଦାର ଉଦାହରଣ ମାଧ୍ୟମରେ କହୁଛନ୍ତି ଯେ, ସତେ ଯେପରି ପରଦା ଉପରେ ଛବି ଗୁଡ଼ିକୁ ଆଲୋକ ଦ୍ୱାରା ଗତିଶୀଳ କରାଯାଏ ଏବଂ ସେହି ସବୁ ଚିତ୍ର ଗୁଡ଼ିକ କିଛି ସମୟ ଝିଲିମିଲି ଚିତ୍ର ଭଳି ଜୀବନ୍ତ ପ୍ରାୟ ସ୍ପନ୍ଦିତ ହୁଏ ଏବଂ ପୁନଶ୍ଚ କେଉଁଆଡ଼େ ଉଭେଇଯାଏ। ଚଳଚ୍ଚିତ୍ରର ଛବି ସହିତ ତୁଳନା କରାଯାଇଛି ଏଠି। ଆସନ୍ତି ପୁଣି ଚାଲିଯାଆନ୍ତି, ସେଥିରେ ବାସ୍ତବତାର ଏକ କ୍ଷଣିକ ଆଭାସ ମିଳେ, ମାତ୍ର ସ୍ଥାୟିତ୍ୱର କୌଣସି ଚିହ୍ନ ବର୍ଣ୍ଣ ନଥାଏ। ତା ବାସ୍ତବ ଜଣାପଡେ କିନ୍ତୁ ତା ସ୍ଥାୟୀ ନୁହେଁ। ପୁନଶ୍ଚ ଅନ୍ୟ ଏକ ଉପମାରେ ମଣିଷକୁ ସମୁଦ୍ରରେ ପରିତ୍ୟକ୍ତ ଏକ ଅସହାୟ ବ୍ୟକ୍ତି ସହିତ ତୁଳନା କରାଯାଇଛି। ସମୁଦ୍ରରେ ଅସହାୟ ଭାବରେ ପଡି ରହିଥିବା ବ୍ୟକ୍ତି, ଯାହାକୁ ଏକ ନିଷ୍ଠୁର କ୍ରୀଡ଼ାର ଦଣ୍ଡ ସ୍ୱରୂପ ସମୁଦ୍ରକୁ ଫିଙ୍ଗି ଦିଆଯାଇଛି। ନିୟତିର ନିଷ୍ଠୁର କ୍ରୀଡ଼ା ମନୁଷ୍ୟକୁ ସମୁଦ୍ରକୁ ଫିଙ୍ଗି ଦେଇଛି, କିମ୍ବା ସେ ତାହାର ଏକ ଦୁର୍ଘଟଣାରୁ କୌଣସି ମତେ ବର୍ତ୍ତି ଯାଇ ସମୁଦ୍ରରେ ଅସହାୟ ଭାବେ ଭାସି ବୁଲୁଛି। ହୁଏତ କୌଣସି ଦୁର୍ଘଟଣାର ସମ୍ମୁଖୀନ ସେ ହେଇଥିଲା, ସେଠୁ ଦୁର୍ଘଟଣାରୁ ଖସି ଯାଇଛି ସତ, କିନ୍ତୁ ସମୁଦ୍ରରେ ପଡିଛି। ଏହାର ବାସ୍ତବ ତାତ୍ପର୍ଯ୍ୟ ହେଉଛି, ବ୍ୟକ୍ତିଟି କାମନା ବାସନାର ସମୁଦ୍ର ମଧ୍ୟକୁ ପ୍ରାଣ ପ୍ରକୃତି ଦ୍ୱାରା ନିକ୍ଷିପ୍ତ ହେଇଛି। ସେ ସାଗରଟା ଆଉ କିଛି ନୁହେଁ, କାମନା ବାସନାର ସାଗର। ଆଉ ତାକୁ ଅସହାୟ ମନୁଷ୍ୟକୁ ସେଠିକି ଠେଲି ଦେଇଛି କିଏ ନା, ତା ପ୍ରାଣର ଉଦଣ୍ଡ ପ୍ରକୃତି। ଏବଂ ତାର ଭୟଙ୍କର ଜଳାବର୍ତ୍ତ ଓ ସ୍ରୋତରେ ପଡ଼ି ନିଜର ବିନାଶ ଦିଗରେ ଏପଟ ସେପଟ ପିଟି ହୋଇ ପରିସ୍ଥିତିର ଖାଡ଼ି ମଧ୍ୟରେ ଭାସି ଚାଲିଛି। ସେ ଜଳାବର୍ତ୍ତରେ ସେ ପିଟି ହଉଛି ଏବଂ ସାମୁଦ୍ରିକ ଖାଡ଼ି ମଧ୍ୟକୁ ଭାସି ଯାଉଛି। ତାର ସହାୟତା କରିବାକୁ ସେଠାରେ ଯେପରି କେହି ନାହାନ୍ତି।
ଉଦ୍ଧାର କରିବାକୁ କେହି ନାହାନ୍ତି। ଅନ୍ୟ ଏକ ବର୍ଣ୍ଣନାରେ ମଣିଷକୁ ଜୁଆଳିରେ ଯୋଚା ହୋଇଥିବା ପଶୁ ସହିତ ତୁଳନା କରାଯାଇଛି। ଏକାଧିକ ବର୍ଣ୍ଣନା ଉକ୍ତ ପଂକ୍ତିରେ ରହିଛି। ମନୁଷ୍ୟ କି ପ୍ରକାର ଦୁର୍ଭୋଗ ସବୁ ଭୋଗୁଛି। ଗୋଟିଏ ହେଲା ଅସହାୟ ଭାବରେ ସମୁଦ୍ରରେ ପଡିଛି। ଅନ୍ୟ ଏକ ବର୍ଣ୍ଣନା ହେଉଛି ମଣିଷକୁ ଜୁଆଳିରେ ଯୋଚା ହୋଇଥିବା ପଶୁ ସହିତ ତୁଳନା କରାଯାଇଛି। ଯିଏକି ଜନ୍ମ ନେଇଛି ତାର ଭାଗ୍ୟର ଭାର ବହନ କରି ଜୀବନ ସାରା ଚାଲିବ। ନିୟତିର ଜୁଆଳିକୁ କାନ୍ଧରେ ପକେଇ ଜୀବନ ସାରା ଯାତ୍ରା କରିବ। ଅଥବା କାଳର ଦେବତା ମାନଙ୍କ ହାତରେ ଏକ ଖେଳନା ସଦୃଶ କିମ୍ବା ଏକ ଅସ୍ଥାବର ସମ୍ପତ୍ତି ବା ବସ୍ତୁ ତୁଲ୍ୟ ହୋଇପଡ଼ିଛି। କାଳର ଯେ ଦେବତା ତାଙ୍କ ହାତରେ ସେ ଗୋଟେ ଖେଳନା ହେଇଛି କିମ୍ବା ଗୋଟେ ଅସ୍ଥାବର ସମ୍ପତ୍ତି ବା ବସ୍ତୁ, ଯାହାକୁ ସେମାନେ ଯେପରି ଚାହିଁବେ ସେପରି ବ୍ୟବହାର କରିପାରିବେ। ପରିଶେଷରେ ମଣିଷକୁ ଏକ ଚେସ୍ ଖେଳର ସର୍ବକନିଷ୍ଠ ବା ଅତି ଛୋଟ ଗୋଟି ସହିତ ତୁଳନା କରାଯାଇଛି। ସମସ୍ତେ ଚେସ୍ ଖେଳ ବିଷୟରେ ଜାଣନ୍ତି। ଚେସ୍ ଖେଳରେ ମଣିଷକୁ ତୁଳନା କରାଯାଇଛି ଗୋଟିଏ ଛୋଟ ଗୋଟି ସହିତ। ବିଶ୍ୱ ରୂପକ ଏକ ବିଶାଳ ଚେସ୍ ବୋର୍ଡରେ, ଏଠି ଚେସ୍ ବୋର୍ଡଟି ହେଉଛି ଏ ବିଶ୍ୱ ରୂପକ ଏକ ବିଶାଳ ଚେସ୍ ବୋର୍ଡରେ ପୃଥିବୀର ଆତ୍ମା ଏବଂ ମୃତ୍ୟୁ ସହିତ ଯେପରି ଚେସ୍ ଖେଳ ଚାଲିଛି। ଖେଳୁଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ, ଗୋଟେ ହଉଛି ପାର୍ଥିବ ଆତ୍ମା ଆଉ ଗୋଟେ ହଉଛି ମୃତ୍ୟୁ। ଗୋଟିଏ ପକ୍ଷରେ ରହିଛି ପୃଥିବୀର ଆତ୍ମା, ଅନ୍ୟ ପକ୍ଷରେ ଅଛନ୍ତି ମୃତ୍ୟୁ ଦେବତା। ତାଙ୍କରି ମଧ୍ୟରେ ଚେସ୍ ଖେଳ ଚାଲିଛି। ସେଇ ଖେଳରେ କେତେ କେତେ ଖେଳାଳି ଅଛନ୍ତି। ସେଥିରେ ମଣିଷ ଗୋଟିଏ ମାତ୍ର ଛୋଟ ଗୋଟି ସଦୃଶ ଧୀର ମନ୍ଥର ଗତିରେ ଥରକରେ ଗୋଟିଏ ମାତ୍ର ଘର ଆଗକୁ ଯାଇପାରିବ। ସେ ଖେଳାଳି ମାନଙ୍କ ଭିତରେ ମଣିଷ ଗୋଟିଏ ଛୋଟ ଗୋଟି, ତା ଗତି ଅତି ଧୀର ମନ୍ଥର, ଆଉ ଥରକରେ ସେ ପାର କରିବ ଗୋଟିଏ ମାତ୍ର ଘର। ସେ ଜନ୍ମ ହୋଇଛି ସୀମିତ ଶକ୍ତି ନେଇ। ତେଣୁ ଏ ପୃଥିବୀର ଆତ୍ମପୁରୁଷଙ୍କ ସେ ବିଶେଷ ସାହାଯ୍ୟ କରିପାରୁନାହିଁ। ଆତ୍ମପୁରୁଷଙ୍କୁ ସେ ଏତେ ସୀମିତ ଶକ୍ତି ନେଇ ଜନ୍ମ ନେଇଛି ଯେ ଏ ପୃଥିବୀର ଆତ୍ମପୁରୁଷଙ୍କୁ ସେ ବିଶେଷ ସାହାଯ୍ୟ କରିପାରୁନାହିଁ। ଭାଗ୍ୟ ହାତରେ ଏକ କ୍ରୀଡ଼ନକ ରୂପେ ଠେଲା ଖାଇ ଖାଇ ଆଗକୁ ଯାଉଛି ଏବଂ ଶେଷରେ ଥିବା ତାର ବିପକ୍ଷ ଖେଳାଳି ଯେ ମୃତ୍ୟୁ, ତାରି ହାତରେ ବଳି ପଡି ଯାଉଛି। ଏହା ହେଲା କାଳ ଅନ୍ତର୍ଗତ ମନୁଷ୍ୟର ଜୀବନ ବୃତ୍ତାନ୍ତ। ଏହି ସମ୍ପର୍କରେ ମା କହୁଛନ୍ତି, This is the description of the usual human being and his powerlessness in front of the circumstances. But this was not the case with Savitri, who came keeping consciousness in herself, the origin and the source from which she came. Men are accustomed to be pushed by circumstances and have only the force of desire or habit, and this force is powerless in front of the power of the true force, the governing force of the divine. Invocation number 9 ରେ ମାଙ୍କର ଏହି ଉକ୍ତିଟି ଉଲ୍ଲେଖ ଅଛି। ଏହା ହେଲା ସାଧାରଣ ମଣିଷର ଚିତ୍ର। ମା ଏଠାରେ ସାଧାରଣ ମଣିଷର ଚିତ୍ରଟି ଉପସ୍ଥାପନ କରିଛନ୍ତି। ସାଧାରଣ ମଣିଷର ହେଉଛି ଚିତ୍ର ଏବଂ ତାର ଏହି ଦୟନୀୟ ପରିସ୍ଥିତି। ପରିସ୍ଥିତି ନିକଟରେ ତାର ଅସହାୟତାର ମଧ୍ୟ ଗୋଟେ ବର୍ଣ୍ଣନା। ପରିସ୍ଥିତି ପାଖରେ ସେ ଅତ୍ୟନ୍ତ ଅସହାୟ। ମାତ୍ର ସାବିତ୍ରୀଙ୍କ କ୍ଷେତ୍ରରେ ଘଟଣା ଥିଲା ଭିନ୍ନ ପ୍ରକାରର। ସାବିତ୍ରୀ ସାଧାରଣ ମଣିଷ ମାନଙ୍କ ଭିତରେ ଥିଲେ ଅସାଧାରଣ। ତେଣୁ ସାଧାରଣ ମଣିଷ ପାଇଁ ଯାହା ପ୍ରଯୁଜ୍ୟ ତାହା ତାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ତେଣୁ ତାଙ୍କ କ୍ଷେତ୍ରରେ ଘଟଣା ଥିଲା ଭିନ୍ନ ପ୍ରକାରର। ସେ ନିଜର ଉତ୍ପତ୍ତି ଏବଂ ଉତ୍ସ ସମ୍ପର୍କରେ ସଚେତନ ଥାଇ ଏଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭଲ ଭାବରେ ଜାଣିଥିଲେ ସେ କାହିଁକି ଜନ୍ମ ନେଇଛନ୍ତି, ତାଙ୍କର ଆଗାମୀ ମିଶନ କଣ, କେଉଁ ଉଦ୍ଦେଶ୍ୟରେ ସେ ଆସିଛନ୍ତି, ସେ କଥା ତାଙ୍କୁ ଭଲ ଭାବରେ ଜ୍ଞାତ ଥିଲା। ପରିସ୍ଥିତିର ଠେଲା ଖାଇ ମଣିଷ ମାନେ ଆଗକୁ ଯିବାର ଅଭ୍ୟସ୍ତ। ମଣିଷ ଗୋଟେ ଅଳସୁଆ ବଳଦ ସଦୃଶ।
ଠେଲା ନ ଖାଇବା ପର୍ଯ୍ୟନ୍ତ ସେ ଆଗକୁ ଯାଇପାରିବ ନାହିଁ। ତେଣୁ ଏଇ ଅସୁବିଧାର ବାଧା ବିପତ୍ତିର ଠେଲା ସବୁ ତା ପାଇଁ ଆସିଥାଏ। ପଛରୁ ଠେଲା ଖାଇ ସେ ଆଗକୁ ଯାଏ। ଏଇ ହଉ ତାର ଅଭ୍ୟାସ। କାମନା ବାସନା ଏବଂ ନୀତିଦିନିଆ ଅଭ୍ୟାସ ହେଉଛି ସେମାନଙ୍କର ଶକ୍ତି। ମଣିଷର ଶକ୍ତି ହେଉଛି ତାର କାମନା ବାସନା ଏବଂ ଦୈନନ୍ଦିନ ଅଭ୍ୟାସ। ଇଏ ହେଉଛି ମଣିଷ ମାନଙ୍କର ଶକ୍ତି, ଯାହା ଦିବ୍ୟ ସାମର୍ଥ୍ୟ ନିକଟରେ କିଛି ନୁହେଁ। ଏଇ କାମନା ବାସନା ବା ଅନ୍ୟ ଯୋଉ ଶକ୍ତି ସବୁ ପାର୍ଥିବ ଶକ୍ତି ଦିବ୍ୟ ସାମର୍ଥ୍ୟ ନିକଟରେ ନିମିତ୍ତ ମାତ୍ର। ସେଇ ଦିବ୍ୟ ସାମର୍ଥ୍ୟ ହିଁ ସମଗ୍ର ବିଶ୍ୱକୁ ଧାରଣ କରି ଶାସନ କରୁଛି। ଏ ବିଶ୍ୱକୁ ଅନ୍ତରାଳରେ ଥାଇ ଶାସନ କରୁଛି ଦିବ୍ୟ ସାମର୍ଥ୍ୟ। A conscious flame was here, a cell-born force. In this enigma of the dusk of God, the slow and strange, uneasy compromise of limiting nature with a limitless soul, where all must move between an ordered chance and an uncaring blind necessity, too high the fire spiritual dare not blaze. এই মধ্যে ଗୋଟେ দীর্ঘ পংক্তি। A conscious flame was here, a cell-born force. In this enigma of the dusk of God, the slow and strange, uneasy compromise of limiting nature with a limitless soul, where all must move between an ordered chance and an uncaring blind necessity, too high the fire spiritual dare not blaze. ଏନିମା ହେଉଛି ପ୍ରହେଳିକା ବା ଦୁର୍ବୁଦ୍ଧ ବସ୍ତୁ, ଦାସ୍କ ହେଉଛି ପ୍ରଦୋଷ ବା ଗୋଧୂଳି ସମୟ, ଅର୍ଡର ହେଉଛି ସୁବ୍ୟବସ୍ଥିତ, ଚାନ୍ସ ହେଉଛି ଦୈବ ଯୋଗ, ଅନକ୍ୟାରିଂ ହେଉଛି ଉଦାସୀନ ବା ନିର୍ବିକାର, ବ୍ଲେଜ ହେଉଛି ପ୍ରଜ୍ୱଳିତ ଅଗ୍ନିଶିଖା। ତାର ଭାବାର୍ଥ ହେଉଛି ଏ ଧରାପୃଷ୍ଠରେ ଏକ ସଚେତନ ଆଧାର ଏବଂ ଏକ ସ୍ୱୟମ୍ଭୁ ଶକ୍ତି ରୂପେ ସାବିତ୍ରୀ ଜନ୍ମଗ୍ରହଣ କରିଥିଲେ। ସଚେତନ ଆଧାର ଏବଂ ସ୍ୱୟମ୍ଭୁ ଶକ୍ତି ଏହି ଭାଗବତ ଗୋଧୂଳିର ପ୍ରହେଳିକାରେ ଏବଂ ସୀମିତ ପ୍ରକୃତି ଓ ଅସୀମ ଆତ୍ମପୁରୁଷ ମଧ୍ୟରେ ଏକ ମନ୍ଥର ତଥା ବିଚିତ୍ର ଅସ୍ୱସ୍ତିକର ବୁଝାମଣା ଭିତରେ ସୃଷ୍ଟି ଗତିଶୀଳ, ଯେଉଁଠିକି ଏକ ଦିଗରେ ସମସ୍ତ ଘଟଣା ଏକ ବ୍ୟବସ୍ଥିତ ଦୈବ ଯୋଗ ଏବଂ ଅନ୍ୟ ଦିଗରେ ଏକ ଉଦାସୀନ ଅନ୍ଧ ବିଶ୍ୱ ଆବଶ୍ୟକତା ମଧ୍ୟରେ ଗତି କରେ। ସେଠାରେ ଏକ ଅତି ମହାନ ଆଧ୍ୟାତ୍ମିକ ଅଗ୍ନି ପ୍ରଜ୍ୱଳିତ ହେବା ନିମିତ୍ତ ସାହସ କରିପାରେ ନା। ସମୟ ଅତିକ୍ରାନ୍ତ ହୋଇଛି। ଏହି ଉଲ୍ଲିଖିତ ପଂକ୍ତିଟିକୁ ପୁନର୍ବାର ଆମେ ଆଗାମୀ ଅଧ୍ୟାୟରେ ଆଲୋଚନା ପରିସରକୁ ଆଣିବା। ସମସ୍ତଙ୍କୁ ଧନ୍ୟବାଦ। ବନ୍ଦେ ମାତରମ୍।